ଜାପାନର ଟୋକିଓରେ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ଯାତ୍ରୀବାହୀ ବିମାନ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ହେଲେ ସେହି ବିମାନରେ ଥିବା 360 ଜଣ ଯାତ୍ରୀଙ୍କ ସମେତ 7 ଜଣ କ୍ରିଉ ମେମ୍ବରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଟୋକିଓର ହେନେଡା ଏୟାରପୋର୍ଟରେ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ବେଳେ ରନୱେ ଠାରେ ଠିଆ ହୋଇଥିବା ତଟରକ୍ଷୀ ବିମାନ ସହ ଘଷି ହୋଇଯାଇଥିଲା। ଫଳରେ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯିବାରୁ ତୁରନ୍ତ ବିମାନର ପାଇଲଟ ବିମାନଟିକୁ ଅଟକାଇଥିଲେ। ଏଥିସହିତ ବିମାନରେ ଥିବା ସମସ୍ତ 7 ଜଣ କ୍ରିଉ ମେମ୍ବର ମଧ୍ୟ ସୁରକ୍ଷିତ ରହିଥିବା ସୂଚନା ମିଳିଛି। ତେବେ ଏହି ଘଟଣାକୁ ନେଇ ସେଠାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଉପସ୍ଥିତ ବୁଦ୍ଧି ଯୋଗୁଁ ଏପରି ଏକ ଅଘଟଣରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେପଟେ ତଟରକ୍ଷୀ ବାହିନୀ ବିମାନର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।